କିନ୍ତୁ ସବୁଠୁ ବଡ଼ ବିବାଦ ବର୍ତ୍ତମାନ ହେଉଛି ଏଇ ସକାଶେ ଯେ ଗ୍ୟାରେଣ୍ଟି ସ୍କିମ୍ରେ ଯେଉଁଟା ଥିଲା ଲୋକମାନେ ଯେଉଁ ଏଇଟା ଡିମାଣ୍ଡ ଡ୍ରିଭେନ୍ ଥିଲା, ବର୍ତ୍ତମାନ ଏ ଡିମାଣ୍ଡ ଡ୍ରିଭେନ୍ ନାହିଁ। ମୁଁ ଚାହିଁଲି ମୋତେ କାମ ଦିଅ, ମୁଁ ଯେମିତି କହିଲି ପିକ୍ ସିଜନ୍ରେ ଆପଣ ଚାହିଁଲେ ଆପଣ କାମ ଦେବେନି, ସିଏ ମନା କରିଦେଲେ। ଯେଉଁ ଡିମାଣ୍ଡ ଡ୍ରିଭେନ୍ ଥିଲା ସେଇଟା ଆଉ ହେଲାନି, ଡିମାଣ୍ଡ ଡ୍ରିଭେନ୍ ହେଲାନି। ଲୋକ ଚାହିଁବା ଅନୁସାରେ କାମ, ତାଙ୍କର କାମ ଆଜି ଦରକାର, ତାଙ୍କ ପାଇଁ ନିଯୁକ୍ତି ନାହିଁ, କାମ ନାହିଁ, ମଜୁରୀ ନାହିଁ, ମଜୁରୀ ପାଇଁ ଯେଉଁ ବ୍ୟବହାର ହେଉଥିଲା ସେଇଟା ଆଉ ଟିକେ ଭିତରେ ଭର୍ତ୍ତି କରିଦେଲେ ଯେଉଁଥିରେ ଆପଣ କହିପାରିବେନି। ସୋ ଏଇଟାକୁ ମଧ୍ୟ ନେଇକି କିଛି ଲୋକ ପ୍ରଶ୍ନ ଉଠେଇବେ ଯେ ହେଇପାରେ ଯେଉଁଠି କୃଷି କାର୍ଯ୍ୟରେ ସେତେ ଲୋକର ଆଜିକାଲି ତ କୃଷି କାର୍ଯ୍ୟରେ ଆପଣ ଜାଣିଛନ୍ତି ମେସିନାରୀ ବେଶୀ ବ୍ୟବହାର ହେଉଛି, ଲୋକବଳ କମ୍, ମଣିଷ ଶକ୍ତିର ବ୍ୟବହାର କମ୍ ହେଉଛି, ଏଇଟା ମଧ୍ୟ ଜଣାଅଛି। ପିକ୍ ସିଜନ୍ରେ ମଧ୍ୟ ବି ଆପଣ ଦେଖିବେ କୃଷି କାର୍ଯ୍ୟରେ ମେସିନାରୀ ବ୍ୟବହାର ବଢ଼ି ବଢ଼ି ଚାଲିଛି। ମେସିନ୍ ବଢ଼ି ବଢ଼ି ଚାଲିଛି, ମଣିଷର ବ୍ୟବହାର କମି କମି ଚାଲିଛି। ତେଣୁ ପିକ୍ ସିଜନ୍ରେ ଦିଆଯିବନି ଅର୍ଥ, ସେ ଲୋକମାନେ ସେତେବେଳେ କ'ଣ କରିବେ, କାହିଁକି ପାଇବେନି, ଏ ପ୍ରଶ୍ନ ଉଠିବ। କିନ୍ତୁ କଥା ହେଉଛି, କିନ୍ତୁ ଅସଲ ବର୍ତ୍ତମାନ ଯେଉଁଟାକୁ ନେଇକି ବେଶୀ ବିବାଦ ହେଉଛି ସିଏ ହେଉଛି ଏ ନାଁକୁ ନେଇକି। ମହାତ୍ମା ଗାନ୍ଧୀଙ୍କ ନାଁଟାକୁ ବଦଳା ହେଲା କେମିତି, ଏବଂ ଯେଉଁ ରାମ ନାଁ ତାକୁ ଦେଲେ ତାକୁ ସର୍ଟରେ କହିଲେ ଜି ରାମଜୀ, ଏବଂ ଆର ଗୋଟେ ପଲିଟିକାଲ ଓଭରଟର୍ନ ହେଲା ମହାତ୍ମା ଗାନ୍ଧୀଙ୍କ ବଦଳରେ। ଏଇଟାକୁ ତ ବହୁତ ଭାରତବର୍ଷ ନେହେରୁଙ୍କ ଉପରେ ଆକ୍ରମଣ ହେଉଥିଲା, ବୁଝା ପଡ଼ୁଛି, ଦେଶର ପ୍ରଧାନମନ୍ତ୍ରୀ ଥିଲେ। କିନ୍ତୁ ମହାତ୍ମା ଗାନ୍ଧୀଙ୍କ ଉପରେ ଗୋଟା କିଛି ହେବ ବା କିଛି ଗୋଟା କୌଣସି ଦଳ ଭାରତବର୍ଷରେ କେହି ବି ଆଜି ପର୍ଯ୍ୟନ୍ତ କୌଣସି ଦଳ, କୌଣସି ବ୍ୟକ୍ତିବିଶେଷ ବା କୌଣସି ଅନୁଷ୍ଠାନ ମହାତ୍ମା ଗାନ୍ଧୀଙ୍କୁ ନେଇକି ଏଭଳି ଭାବରେ ତାଙ୍କ ବିଷୟରେ ସମସ୍ତେ ସର୍ବବାଦୀ ସେଇଟା। କିନ୍ତୁ ସେଇଟା କାହିଁକି ବଦଳିଲା, ଏଇ ପ୍ରଶ୍ନ ତ ହେବ। କିନ୍ତୁ ଆଧାରେ ଆଉ ଗୋଟେ କଥା ଅବଶ୍ୟ ଅଛି, ଯଦି ମୁଁ କହିଲି ରାଜ୍ୟମାନଙ୍କୁ କୁହାହେଲା 40 ବର୍ଷ, କିନ୍ତୁ କେତେକ ରାଜ୍ୟ ପାଇଁ ଏଇଟା ବାଦ ଦିଆହେଇଛି। ସେ ରାଜ୍ୟମାନେ କିଏ ହେଲେ, ହେ ନର୍ଥ ଇଷ୍ଟର୍ଣ୍ଣ ଷ୍ଟେଟ୍, ଉତ୍ତର ପୂର୍ବାଞ୍ଚଳ ରାଜ୍ୟ, ଆଉ ହିମାଳୟନ ଷ୍ଟେଟ୍ ଲାଇକ୍ ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଏବଂ ଜାମ୍ମୁ କାଶ୍ମୀର, ଲଦାଖ। ୟାଙ୍କ ପାଇଁକା ସେଇ 90-10 ରହିବ, କେନ୍ଦ୍ର 90, ରାଜ୍ୟର 10। ସେହିସବୁ ରାଜ୍ୟମାନେ ପାଇଁ 60-40 ଫର୍ମୁଲା ହେବନି, ଠିକ୍, ଏଇଟା ଯଥାର୍ଥ। ସେହିସବୁ ରାଜ୍ୟମାନଙ୍କ ପାଇଁ ଏଇ ଆଭିମୁଖ୍ୟ ସମ୍ପୂର୍ଣ୍ଣ ଯଥାର୍ଥ। କିନ୍ତୁ ରାଜ୍ୟମାନଙ୍କ ଉପରେ 40% ଦିଆଯିବ, କିନ୍ତୁ ରାଜ୍ୟର ବସ୍ତୁତ କୌଣସି ଅଧିକାର ରହିବନି ଏ ସ୍କିମ୍କୁ ପରିଚାଳନା କରିପାରେ, କେଉଁଠି ହେବ, କିପରି ଭାବରେ ହେବ, ତା ଦେହରେ ହସ୍ତକ୍ଷେପ କରିପାରିବେନି। এইটা ଟିକେ ନିଶ୍ଚିତ ଭାବରେ ଅନେକ ରାଜ୍ୟକୁ ହେଇପାରେ, ସେ ରାଜ୍ୟରେ ହିଁ କାମ ହେବ ଯାହା ରାଜ୍ୟରେ ହିଁ ହେବ। ଏବଂ ବିକଶିତ ଭାରତରେ ସେ ସ୍କିମ୍ର ହୁଏତ ଆବଶ୍ୟକତା ଅଛି, କିନ୍ତୁ ସେଇ କ୍ଷେତ୍ରରେ ରାଜ୍ୟର ନିଜର ଗୋଟାଏ ଚଏସ୍ ବା ରାଜ୍ୟ କ'ଣ ଚାହୁଁଛି ସେଇଟାକୁ ଏଥିରେ ଆଉ ଦିଆଗଲା ନାହିଁ। ଏବଂ ଯେଉଁ ଡିମାଣ୍ଡ ଡ୍ରିଭେନ୍ ଥିଲା, ମଣିଷ ଯେତେବେଳେ ଚାହିଁବ, ମଜୁରିଆରେ ଯେତେବେଳେ ଚାହିଁବ, 5 ଜଣ ଲୋକ ଏକାଠି ହେଲେ ମଧ୍ୟ ସେ ଡିମାଣ୍ଡ କରିପାରୁଥିଲେ ଯେ ଆମକୁ କାମ ଦରକାର, ଆମକୁ ଏଥିରେ ଦିଆଯାଉ ଯାହା ହେଲେ ବି। କିନ୍ତୁ ବର୍ତ୍ତମାନ ସେଇଟା ନାହିଁ, କାହିଁକିନା ସେଠୁ ଯେଉଁ ସ୍କିମ୍ ହେଲା, ଯେଉଁ ଅନୁସାରେ ହେଲା, ତାରି ଭିତରେ ସମୁଦାୟ କଥା ନିୟନ୍ତ୍ରିତ ହେବ। ତେଣୁ ଏଇଟା ଗୋଟା ନେଇକି ବିଲ୍ ପାସ୍ ହେବ କି ବିଲ୍ ସିଲେକ୍ଟ କମିଟିକୁ ମୁଁ ଜାଣିନି, କିନ୍ତୁ ଏଇଟା ନେଇକି ସାରା ଦେଶରେ ଗୋଟେ ବିବାଦର ସୂତ୍ରପାତ ହେବ। ପର୍ଟିକୁଲାର ନାଁକୁ ନେଇକି ଗୋଟେ ବଡ଼ ପଲିଟିକାଲ ହଟ୍ଟଗୋଳ ଭାରତବର୍ଷ ନିଶ୍ଚିତ ହେବ ଏବଂ ରାଜ୍ୟମାନଙ୍କ ଅଧିକାରକୁ ଏଭଳି ସଂକୁଚିତ କରିଦେବା। ଆପଣ ଫେଡେରାଲ ଷ୍ଟେଟ୍ ଭାରତବର୍ଷ, ରାଜ୍ୟମାନଙ୍କର ଅଧିକାରକୁ, କିନ୍ତୁ ପ୍ରଥମ ବିଲ୍ରେ ଦେଖନ୍ତୁ ରାଜ୍ୟମାନଙ୍କ ଅଧିକାରକୁ ସ୍ୱୀକାର କରାହେଇଥିଲା, ଫେଡେରାଲ ସ୍ପିରିଟ୍କି ଇଏ କରାହେଇଥିଲା। ମଝିରେ ମଝିରେ ବିଭିନ୍ନ ନୋଟିଫିକେସନ୍ ଜରିଆରେ, ବିଭିନ୍ନ ନିର୍ଦ୍ଦେଶ ଜରିଆରେ ତାକୁ ଏକରସର କରୁଥିଲେ ଯେ କରାଯାଉଥିଲା, ଯେଉଁଥିପାଇଁ ଏମିତି ପଶ୍ଚିମବଙ୍ଗର ପଇସା ଦିଆହେଇନି, କାହିଁକିନା କେନ୍ଦ୍ର ସରକାର ଯେଉଁ ଅନୁସାରେ ଚାହୁଁଥିଲେ ସେ ଅନୁସାରେ ସେ କାମ ହେଇନି। ତେଣୁ କେନ୍ଦ୍ର ସରକାର ସେ ପଇସା ଦେଉନାହାନ୍ତି, ଯେଉଁ ନିୟମ କରୁଥିଲେ ସେ ନିୟମ ଅନୁସାରେ ହେବନି। ବର୍ତ୍ତମାନ ଯେଉଁ ହେଇଗଲା ବ୍ୟବସ୍ଥା, ସେଥିରେ ରାଜ୍ୟମାନଙ୍କ ଉପରେ ଆହୁରି ଚାପ ସୃଷ୍ଟି ହେଇଗଲା। ସବୁ ଏଇଟା ଗୋଟାଏ କେଉଁଠି ନା କେଉଁଠି ଆମେ କାହିଁକି ଭାବିବା ଯେ କେନ୍ଦ୍ର ସରକାରଙ୍କ ଅର୍ଥ, କେନ୍ଦ୍ର ସରକାରଙ୍କ ଅର୍ଥ କ'ଣ? କେନ୍ଦ୍ର ସରକାର ଅର୍ଥ ମଧ୍ୟ ଲୋକମାନଙ୍କ ଅର୍ଥ, ରାଜ୍ୟମାନଙ୍କ ଅର୍ଥ ମଧ୍ୟ ରାଜ୍ୟର ଅର୍ଥ, ସେଟା ସାମୂହିକ ବିକାଶ ପାଇଁ। ଏଇଟା କେନ୍ଦ୍ର ରାଜ୍ୟ ଭାବିକି ରାଜ୍ୟମାନଙ୍କୁ କିଛି ଭାବିବାଟା ମଧ୍ୟ ଠିକ୍ ନୁହେଁ, କିନ୍ତୁ ରାଜ୍ୟମାନଙ୍କ ଉପରେ ବୋଝଟା ମଧ୍ୟ ପକାଇଦେବା ମଧ୍ୟ ଠିକ୍ ନୁହେଁ।
कहीं राज्य बर्तमान बहुत स्कीम जानते केंद्रीय स्कीम आग भाई ना इविन प्रधानमंत्री ग्राम सड़क योजना ठूँ आरंभ कर जिते आप देखिए सब 60-40 तार अर्थ केंद्र सरकार जी पैसा दौरान राज्य को मतलब से अनुसार आलोकेट करने पड़ो सी इविन प्रधानमंत्री जो आवास योजना गोटे सेंट्रल स्पॉन्सर्ड स्कीम क्यों तार मतलब 60-40 कर दिखाई तार राज्य मैंने मतलब 40% पैसा देवे तो फल कौन हो राज्य मैंने निज रिसोर्स निजर योजना करने जो संबल दरकार से पाइपर कहीं सबूक सेंट्रल स्कीम गुड़ाक जदि टैग होगला राज्य सांगे तो राज्य पाखे आउ निजस्व किसी करने स्कोप बहुत सीमित होगला यहीटा गोटे बड़ प्रश्न उठो कहीं विशेष भाव जोटा बर्तमान जी राम जी होगला एथे आप व्यवहार बढ़ेदेले से अनुसार राज्य मैंने देवे राज्य मैंने देलापर राज्य मान पाखे केते पैसा रहिबो किसी निजस्व योजना करने एटा प्रति राज्य उपर पड़ो किंतु जो मुझे कहली जो जो डबल इंजिन सरकार अच्छी से मैंने यहाँ किसी असुविधा फिल करेंगे कहीं से भाविए जे केन्द्र भी अच्छी आम तो जहाँ चाहबू मत भी करूँ किसी असुविधा ना बा जो जिन भर्ती कराया चाहिए भर्ती करदे पारे किंतु जो अण बीजेपी राज्य से माने बहुत असुविधा पड़े तो से दृष्टि ये बिल को लेकिन पार्लियामेंट तो विरोधी पक्ष आज तीव्र विरोध कर तीव्र विरोध हो भावुँ ये गोटे रास्ता घाट को आसवा भाया घटना हो जापे पर्टिकुलर नाटा नहीं कि यहाँ भारत वर्षर बहु लोक मन जो मैंने अदरवाइज भी मोदी सरकार अनेक कार्यकला को पसंद करती केत कार्यकला मोदी सरकार विकास कार्य केत गुड़ा जो मैंने पसंद भी करुँच से ना परिवर्तन महात्मा गांधी नाटर को बदलदेवा ये स्कीम रु यहाँ ग्रहण कर पाना कहीं कथा करागला कौन से ना असुविधा था से ना जरिया कौन असुविधा थिला बा से जहाँ भी कले विकसित भारत में महात्मा गांधी जोड़ी भी कौन होता किसी असुविधा ही न था किंतु यहाँ करानी तो यहाँ को लेकिन भावुँ आज नुहे ये बहुत दिन पर्यंत ये गुड़ा बड़ धरण बद भारत वर्ष हवाई ये गोटे मंजी पोता हो गला केते हम केमती हम क्यों जेहेतु केंद्र सरकार निष्पत्ति केंद्र जदि बिल पास हो जाए नुआ बिल कारण आर बिलटा गला भारी आउ गोटे बड़ कथा हूँ मनरेगा कहला खेणी समस्त भावुले यूपीए सरकार करथिला सेटा कांग्रेस ना जाऊला तेणु गोटे नुआ बिल आनिया फल नुआ ना आनिया फल यहाँ मोदी सरकार आईन मोदी सरकार ग्यारंटी स्कीम यही भाव में लोक भावे ये भावना किंतु यही भाव में भावना कारण राज्य केन्द्र सरकार बदलुची सरकार बदलिबे किंतु एपरी किसी करवा उचित नुह जो थे कि आमर मौलिक जो स्कीम मौलिक सोल आत्मा जोटा से डिस्ट्रय हो से आत्मा को डिस्ट्रय कला भाया किसी कथा भितर अच्छी ना जमती अच्छी सेमती यहाँ डिमांड ड्रिवेन स्कीम न हो कि बर्तमान केंद्र सरकार जहाँ चाहते जो क्षेत्र चाहते विकसित भारत में से क्षेत्र में सीमाबद्ध होगा लोक चाहिए भी एग्रीकल्चर पिक सीजन में कौन से काम पाइपर ना यहाँ निश्चय आपको लेकिन हम किंतु एथे अच्छी आईन व्यवस्था होती कम सर 7 दिन भर 15 दिन भर लोक मजूरी दि जावर व्यवस्था आगुरी थे बंद दौन थे क्यों जहाँ ए बंद ग्यारंटी करा आर भल दिग भी ये क्षेत्र में रही उत्तर पूर्वांचल जमी हिमालय स्टेट गुड़ाक है से यथार्थ है मोटामोटी भाव में सारा भारत वर्ष नाम परिवर्तन संपूर्ण हमारे केंद्र सरकार अधीन को आर काम कर चलीजा राज्य मान 40% पकईदेवा यहाँ को लेकिन निश्चित भाव में बद अनेक दिन पर्यंत चलो।